ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଦ ପ୍ଲସ୍ ଟୁ ସେକେଣ୍ଡ ଇୟର ଆର୍ଟ୍ସ ପିଲା ଯେଉଁମାନଙ୍କର ପଲିଟିକାଲ ସାଇନ୍ସ ଅଛି ତ ପଲିଟିକାଲ ସାଇନ୍ସର 80 ମାର୍କ କ୍ୱେଶ୍ଚିନ୍ ଆମେ ଆଲୋଚନା କରିବା ପିଲାମାନେ। ତ ଚାଲ ଆମେ ଷ୍ଟାର୍ଟ କରିବା। ସମୟ 3 ଘଣ୍ଟାରେ 80 ମାର୍କ କ୍ୱେଶ୍ଚିନ୍ କ'ଣ ଦେଇଛି ଆମେ ଆଲୋଚନା କରିବା। ତ 21ଟା ପ୍ରଥମେ MCQ, ତ 21ଟା MCQ ଆମେ ଆଲୋଚନା କରିବା। ନିମ୍ନୋକ୍ତ ମଧ୍ୟରୁ କିଏ ଜିଲ୍ଲା ପରିଷଦର ମୁଖ୍ୟ ଅଟନ୍ତି? ଚେୟାରମ୍ୟାନ୍, ସଭାପତି, ଜିଲ୍ଲାପାଳ, ଉପଜିଲ୍ଲାପାଳ। ତ ନିମ୍ନୋକ୍ତ ମଧ୍ୟରୁ କିଏ ଜିଲ୍ଲା ପରିଷଦର ମୁଖ୍ୟ ଅଟନ୍ତି? କିଏ ମୁଖ୍ୟ ଅଟନ୍ତି ପିଲାମାନେ? ନା ଚେୟାରମ୍ୟାନ୍ ଜିଲ୍ଲା ପରିଷଦର କ'ଣ ନା ମୁଖ୍ୟ ଅଟନ୍ତି। ନେକ୍ସଟ, କେନ୍ଦ୍ର ତାଲିକାରେ କେତୋଟି ବିଷୟ ଅଛି? କେନ୍ଦ୍ର ତାଲିକାରେ କେତୋଟି ବିଷୟ? କେତୋଟି ବିଷୟ ଅଛି କେନ୍ଦ୍ର ତାଲିକାରେ? ନା କେନ୍ଦ୍ର ତାଲିକାରେ 98, 99, 97 କେତେ? ନା 99 ବିଷୟ ଅଛି। ନେକ୍ସଟ, ଗୋଷ୍ଠୀ ଉନ୍ନୟନ ଯୋଜନାକୁ ଅନୁଧ୍ୟାନ କରିବା ପାଇଁ ଗଠିତ କେଉଁ କମିଟି ପଞ୍ଚାୟତରାଜ ବ୍ୟବସ୍ଥାର ରୂପରେଖ ନିର୍ଣ୍ଣୟ କରିଥିଲା? ଅଶୋକ ମେହେଟା, ବଳବନ୍ତ ରାୟ ମେହେଟା, ସରକାରିଆ ଶରଦ ପାୱାର। କ'ଣ ନା ବଳବନ୍ତ ରାୟ ମେହେଟା କମିଟି। ନେକ୍ସଟ, ନିମ୍ନୋକ୍ତ ମଧ୍ୟରୁ କିଏ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ନୁହେଁ? ଚୀନ, ସୋଭିଏତ ରୁଷ, ଭାରତ, ଆମେରିକା। କିଏ ପିଲାମାନେ ହବ? ନା ଭାରତ। କିଏ? ନା ଭାରତ। ପରବର୍ତ୍ତୀ କ୍ୱେଶ୍ଚିନ୍, ନିମ୍ନୋକ୍ତ ମଧ୍ୟରୁ କେଉଁଟି ସଂଘୀୟ ରାଷ୍ଟ୍ର ଅଟେ? ନିମ୍ନୋକ୍ତ ମଧ୍ୟରୁ କେଉଁଟି ସଂଘୀୟ ରାଷ୍ଟ୍ର ନୁହେଁ? ତ ସଂଘୀୟ ରାଷ୍ଟ୍ର ନୁହେଁ କିଏ? ତ ପିଲାମାନେ ଏଇଟା କହିଲେ, ଏଇଟା ହଉଛି ବଳବନ୍ତ ରାୟ ମେହେଟା। କିଏ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ନୁହେଁ? ଚୀନ, ସୋଭିଏତ ରୁଷ, ଭାରତ, ଆମେରିକା। କିଏ? ନା ଭାରତ। ନେକ୍ସଟ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ସଂଘୀୟ ରାଷ୍ଟ୍ର ନୁହେଁ? ଇଂଲଣ୍ଡ, ଆମେରିକା, କାନାଡା, ଭାରତ। କିଏ? ନା ଇଂଲଣ୍ଡ ହଉଛି ସଂଘୀୟ ରାଷ୍ଟ୍ର ନୁହେଁ। ତାପରେ ଯୁଗ୍ମ ତାଲିକାରେ କେତେ ଗୋଟି ବିଷୟ ରହିଛି? ଯୁଗ୍ମ ତାଲିକାରେ 51, 52, 61, 99। ଯୁଗ୍ମ ତାଲିକାରେ କେତୋଟି ବିଷୟ ରହିଛି? ଯୁଗ୍ମ ତାଲିକାରେ କେତୋଟି ବିଷୟ ରହିଛି ପିଲାମାନେ? ନା ଯୁଗ୍ମ ତାଲିକାରେ 51, 52, 61, 99। କେତୋଟି? ନା ଯୁଗ୍ମ ତାଲିକାରେ 52 ଗୋଟି। କେତେ? ନା 52 ଗୋଟି ବିଷୟ ରହିଛି। ନେକ୍ସଟ, ନିମ୍ନୋକ୍ତ ମଧ୍ୟରୁ କେଉଁ ପରିବେଶ ଆନ୍ଦୋଳନରେ କେବଳ ମହିଳାମାନେ ଅଂଶଗ୍ରହଣ କରିଥିଲେ? ନର୍ମଦା ବଞ୍ଚାଅ ଆନ୍ଦୋଳନ, ଗନ୍ଧମାର୍ଦ୍ଦନ ବଚାଅ ଆନ୍ଦୋଳନ, ଚିପକୋ ଆନ୍ଦୋଳନ, ଉପରୋକ୍ତ ସମସ୍ତ। ପରିବେଶ ଆନ୍ଦୋଳନ କେବଳ ମହିଳାମାନେ ଅଂଶଗ୍ରହଣ କରିଥିଲେ। କ'ଣ? ନା ଉପରୋକ୍ତ ସମସ୍ତ। ଇଂରେଜ ଶାସନ ସମୟରେ ବିଭାଜନ ଓ ଶାସନ ନୀତି ନିମ୍ନୋକ୍ତ ମଧ୍ୟରୁ କାହାର ପ୍ରସାର ପାଇଁ ସାହାଯ୍ୟ କରୁଛି? ଧର୍ମ ନିରପେକ୍ଷତା, ସମାଜବାଦ, ସାମ୍ପ୍ରଦାୟିକତାବାଦ, ସାମାଜିକ ନ୍ୟାୟ। କ'ଣ ହବ? ନା ସାମ୍ପ୍ରଦାୟିକତାବାଦ। ନେକ୍ସଟ କ୍ୱେଶ୍ଚିନ୍ ପିଲାମାନେ କ'ଣ? ନା ଡ୍ୟାସଙ୍କ ମତରେ ଭାରତରେ ଜାତି ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଦଳ ଅଟେ? ଗାନ୍ଧୀ, ବିନୋବା ଭାବେ, ଜବାହରଲାଲ ନେହେରୁ, ଜୟପ୍ରକାଶ ନାରାୟଣ। କ'ଣ ହବ? ନା କାହା ମତରେ ଭାରତରେ ଜାତି ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଦଳ? ନା ଜୟପ୍ରକାଶ ନାରାୟଣ। ନେକ୍ସଟ, ବିଚ୍ଛିନ୍ନତାବାଦ ଡ୍ୟାସର ଚରମ ରୂପ ଅଟେ? ବିଚ୍ଛିନ୍ନତାବାଦ ଆଞ୍ଚଳିକତାବାଦ, ଧର୍ମନିରପେକ୍ଷବାଦ, ଜାତୀୟ ସଂହତି, ଜାତୀୟତାବାଦ। କ'ଣ ହବ? ନା ବିଚ୍ଛିନ୍ନତାବାଦ ହଉଛି କାହାର? ନା ଆଞ୍ଚଳିକତାବାଦର ଚରମ ରୂପ। ନେକ୍ସଟ, ଜାତିବାଦକୁ କେଉଁ ଉପାୟରେ ପ୍ରତିରୋଧ କରାଯାଇ ପାରିବ? ଆଇନଗତ ପ୍ରତିବନ୍ଧକ, ଧାର୍ମିକ ସଂସ୍କାର, ଉତ୍ତମ ପାରିବାରିକ ସମ୍ପର୍କ, ଧର୍ମ ନିରପେକ୍ଷତାବାଦ ଓ ଶିକ୍ଷାର ପ୍ରସାର। କ'ଣ ହବ? ନା ଆଇଭି ହେଇଯିବ ଧର୍ମ ନିରପେକ୍ଷତାବାଦ ଓ ଶିକ୍ଷାର ପ୍ରସାର। ନେକ୍ସଟ, ଭାରତ ରାଷ୍ଟ୍ରମାନଙ୍କର ଏକ ଡ୍ୟାସ ସମ୍ମିଳନୀ ସମଷ୍ଟି, ସଂଘ, ଗୋଷ୍ଠୀ, ସମୁଦାୟ। କ'ଣ ହବ? ନା ଭାରତ ରାଷ୍ଟ୍ରମାନଙ୍କର ଏକ କ'ଣ? ନା ସମ୍ମିଳନୀ ବା ସମଷ୍ଟି। ନେକ୍ସଟ, ଭାରତ ଆକାରରେ ଡ୍ୟାସ ହେଲେ ମଧ୍ୟ ପ୍ରକୃତରେ ଡ୍ୟାସ? ଭାରତ ଆକାରରେ ସଂଘୀୟ ହେଲେ ମଧ୍ୟ ପ୍ରକୃତରେ ଐକିକ। ନା ଭାରତ ଆକାରରେ କ'ଣ? ନା ବ୍ୟାପକ, ପ୍ରକୃତରେ କ'ଣ? ନା ସୀମିତ। ନେକ୍ସଟ,
संविधानर केउं धारारे भारतर वैदेशिक नीति वर्णित? धारा 45, धारा 48, धारा 51, धारा 52 केते ना धारा 51। पंचशील नीतिर प्रवक्ता किए? महात्मा गांधी, जवाहरलाल नेहरू, लाल बहादुर शास्त्री, इंदिरा गांधी किए ना पंचशील नीतिर प्रवक्ता होचंदी जवाहरलाल नेहरू। नेक्स्ट, निम्नोक्त मध्यरु केउंटी सार्क राष्ट्र नुहे? भारत, नेपाल, भूटान, थाईलैंड। किए सार्क राष्ट्र नुह ना थाईलैंड। नेक्स्ट, सल्ट डबल आई केउ मसियारे स्वाक्षरित होइतिला? 1970, 1973, 1979, 1990। केउ मसियारे होइतिला ना 1979 मसियारे। नेक्स्ट, स्टार्ट केबे स्वाक्षरित होइतिला? 1979, 1980, 1985, 1990। केबे होइतिला ना 1990। केबे ना 1990 मसियारे स्वाक्षरित होइतिला। केउ मसियारे होइतिला पिला माने स्टार्ट ना 1990 मसियारे। तापरे नेक्स्ट क्वेश्चन देखिबा। तो व्यापक परमाणु परीक्षण निषेध संधि सीटीबीटी केउ मसियारे स्वाक्षरित होइतिला? 1990, 1995, 1996, 1999। केबे ना 1996 मसियारे सीटीबीटी स्वाक्षरित होइतिला। केबे मिलित जातिसंघ घोषणा नाम होइतिला? 1942, 1943, 1944, 1945। केबे मिलित जातिसंघ घोषणा नाम होइतिला ना 1943। तो शेष क्वेश्चन 21 टारू निम्नोक्त मध्यरु केउंटी जलवायु परिवर्तन को ह्रास करे नाही? हिमस्रोत, बरफर आवरण, सामुद्रिक बरफ, कलकारखाना। कण ना कलकारखाना। तापर आसला 2 मार्किया 7टा करबा जे कोनसे हम 7टा आज आलोचना करबा। युग्म तालिका कोन कोन ना जेउ तालिकायुक्त विषय गुड़िक उपरे उभय केंद्र राज्य सरकारଙ୍କ कर्तृत्व थाए ताकू युग्म तालिका कहै जाय। उदाहरण स्वरूप हला विवाह विच्छेद, संवादपत्र, श्रमिक कल्याण इत्यादि। किंतु केंद्रीय आईन और राज्य आईन मध्य विवाद देखा गले केंद्रीय आईन बलवत्तर रहे एवं युग्म तालिका रे 52 गोटी विषय रहिछि। मिलित सरकार कोन ना संसदीय गणतंत्र रे जेतेबेले 2 बा ततोधिक राजनैतिक दल मिलित भाबरे एक मेंट सरकार गठन करती ताहाकू मिलित सरकार कहा जाए। मिलित सरकार रे एक साधारण सर्वनिम्न कार्यक्रम ग्रहण करा जाए सरकार परिचालना करा जाए। तापरे पिला माने कोन देला ना पौर निगम कोन ना पौर निगम बा नगर निगम बा म्युनिसिपालिटी कोन म्युनिसिपल कॉर्पोरेशन हेउची सहरांचलर सर्वोच्च स्वायत्त शासन संस्था। 74तम संविधान संशोधन अनुଯାयी 3 लाख ऊर्ध्व लोक बसवास करुवा नगर मानकरे महानगर निगम प्रतिष्ठा होई परिबो। सेमती नारीवाद कोन पिला माने ना नारीवाद हेउची नारी मुक्ति, नारी उत्थान तथा नारी मानकर कोन ना नारी मानकर सपक्षरे गढ़ी उठिथिबा एक आदर्शवाद और आंदोलन। यह पुरुष प्रधान समाज रे थिबा बाछ विचार और अत्याचार दूर करी नारी मानको पुरुष मानक परि सब क्षेत्र रे समान अधिकार, स्वाधीनता, स्वायत्तता, मर्यादा प्रदान करिवा परे गुरुत्व प्रदान करा जाय। सिंधु नदी जल विवाद कोन ना सिंधु नदीर केनाल जल बंटन नै भारत पाकिस्तान मध्य विवाद देखा आइतिला। 1960 मसिया तत्कालीन भारतर प्रधानमंत्री पंडित जवाहरलाल नेहरू पाकिस्तान प्रतिपक्ष आयुब खान मध्य एक राजीनामा स्वाक्षरित हेबा परे एक आयोग गठित होई एହାର समाधान होइतिला। तबरे परिवेश सुरक्षा आंदोलन कहले कोन बुझ ना देश रे शिल्पर विकास और नदी बंध निर्माण बेले जंगल क्षय हेबा सहित परिवेश प्रदूषण हेबार संभावना रहिछि। सहनीय और धारणीय विकास सहित परिवेशर सुरक्षा पई जेउ आंदोलन सूत्रपात हुए ताहाकू परिवेश सुरक्षा आंदोलन कहा जाए। चिलिका बंचाओ आंदोलन, नर्मदा बंचाओ आंदोलन, निशब्द उपत्यका आंदोलन एହାର कोन ना उदाहरण अटे। मिलित जातिसंघर घोषणा नाम कोन ना 1942 मसिया जनवरी 1 तारिख रे 26 टी राष्ट्रर प्रतिनिधि माने आटलांटिका सनंदर नीति को समर्थन जणाई वाशिंगटन ने एक घोषणा नामर स्वाक्षर करथिले। एथिरे मिलित जातिसंघ शब्दटी अमेरिकार राष्ट्रपति रूजवेल्ट का प्रस्ताव क्रमे प्रथम व्यवहार कराइतवारु एहाकू मिलित जातिसंघ घोषणा नाम कहा जाय। तरे
ସାତଟା ଆଲୋଚନା ସରିଲା ପିଲାମାନେ ତମେ ଏଟା କରିବ ସବୁ। ଲାଲ ଘୋଷଣାନାମା କଣ? କେନ୍ଦ୍ରାଭିମୁଖୀ ରାଷ୍ଟ୍ରସଂଘ। ଷ୍ଟାର୍ଟ ଆଇ କଣ? ଅସ୍ତ୍ରହିତ ପ୍ରତିଯୋଗିତା ଲକ୍ଷ୍ୟ। ଅଶ୍ରନ୍ତି ପ୍ରାକୃତିକ ସମ୍ପଦ। ତାପରେ ଆସିଲା 3 ମାର୍କିଆ। ବିଶ୍ୱ ବ୍ୟାଙ୍କର କାର୍ଯ୍ୟାବଳୀ ସବୁ କଣ? ଗ୍ରାମ ପଞ୍ଚାୟତର ଲକ୍ଷ୍ୟ। କେନ୍ଦ୍ର ତାଲିକା ରାଜ୍ୟ ତାଲିକା ମଧ୍ୟରେ ପାର୍ଥକ୍ୟ। ବିସ୍ଥାପନ ବିରୋଧୀ ଆନ୍ଦୋଳନ ଆଭିମୁଖ୍ୟ। ଭାରତରେ ଆଞ୍ଚଳିକତାବାଦ ବିକାଶର କାରଣ। ଯୌତୁକ ବିରୋଧୀ ନାରୀ ଆନ୍ଦୋଳନ ସମ୍ବନ୍ଧରେ ସଂକ୍ଷିପ୍ତ ବିବରଣୀ। ଦକ୍ଷିଣ ଏସିଆ ଆଞ୍ଚଳିକ ସହଯୋଗ ସମିତି ବା ସାର୍କ ସମ୍ବନ୍ଧରେ ସଂକ୍ଷିପ୍ତ ଟିପ୍ପଣୀ। ନିରାପତ୍ତା ପରିଷଦର ଗଠନ କାର୍ଯ୍ୟାବଳୀ। ଆନ୍ତର୍ଜାତୀୟ ନ୍ୟାୟାଳୟ ସମ୍ବନ୍ଧ। ପରମାଣୁ ଏନପିଟିର ଗୁରୁତ୍ୱ କଣ? ଦକ୍ଷିଣ ପୂର୍ବ ଏସିଆ ଚୁକ୍ତି ସଂଗଠନ ସେକ୍ଟ ଉପରେ ସଂକ୍ଷିପ୍ତ ଟିପ୍ପଣୀ। ବ୍ୟାପକ ପରମାଣୁ ପରୀକ୍ଷଣ ନିଷିଦ୍ଧ ସନ୍ଦେହ ବୈଶିଷ୍ଟ୍ୟ ଗୁଡିକ କଣ ନା ଉଲ୍ଲେଖ। ତାପରେ ଆସିଲା 8 ମାର୍କିଆ ଯେକୌଣସି 3ଟା କରିବ। ଓଡିଶାର ପଞ୍ଚାୟତରାଜ ବ୍ୟବସ୍ଥାର କାର୍ଯ୍ୟକାରିତା ଆଲୋଚନା। ଗ୍ରାମ ପଞ୍ଚାୟତର ଗଠନ କାର୍ଯ୍ୟାବଳୀ। ଭାରତରେ ବିକାଶ ବିସ୍ଥାପନ ଆନ୍ଦୋଳନ ସମ୍ବନ୍ଧୀୟ ପ୍ରବନ୍ଧ। ପରିବେଶ ଆନ୍ଦୋଳନ ଲକ୍ଷ୍ୟ ବିକାଶ ଯଥାଯଥ ବିଶ୍ଳେଷଣ। ଭାରତରେ ବୈଦେଶିକ ନୀତିର ମୁଖ୍ୟ ବୈଶିଷ୍ଟ୍ୟମାନ। ତାପରେ ମାନବିକ ନିରାପତ୍ତା ସମ୍ବନ୍ଧରେ ପ୍ରବନ୍ଧ। ତାପରେ 3 ମାର୍କିଆ ଆନ୍ସର ଦେଖିନା। ଦେଖ ପିଲାମାନେ କଣ ଦେଲା ନା ଲାହୋର ଘୋଷଣାନାମା କଣ? 1999 ମସିହା ଫେବୃଆରୀ 3 ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଦିଲ୍ଲୀରୁ ଲାହୋର ପର୍ଯ୍ୟନ୍ତ ବସ୍ ଯାତ୍ରା କରି ବସ୍ ଚଳାଚଳ ଶୁଭାରମ୍ଭ କରିଥିଲେ। ଲାହୋରଠାରେ ଯେଉଁ ଘୋଷଣାନାମା ହେଇଥିଲା ତାହା ଲାହୋର ଘୋଷଣାନାମା ନାମରେ ପରିଚିତ। ତ କେନ୍ଦ୍ରାଭିମୁଖୀ ରାଷ୍ଟ୍ରସଂଘ ଦେଖ। ତାପରେ ପିଲାମାନେ ଦେଖ ଷ୍ଟାର୍ଟ କଣ? ତାପରେ ଆସିଲା ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାର ଲକ୍ଷ୍ୟ। ଅସରନ୍ତି ପ୍ରାକୃତିକ ସମ୍ପଦ। ତାପରେ ଆସିଲା କଣ ନା 3 ମାର୍କିଆ। ବିଶ୍ୱ ବ୍ୟାଙ୍କର କାର୍ଯ୍ୟାବଳୀ ସବୁ କଣ ସବୁ? ତାପରେ ଗ୍ରାମ ପଞ୍ଚାୟତର ଲକ୍ଷ୍ୟ ଗୁଡିକ। କେନ୍ଦ୍ର ତାଲିକା ରାଜ୍ୟ ତାଲିକା ମଧ୍ୟରେ ପାର୍ଥକ୍ୟ। ଏଟା କଣ? ଭାରତ ସମ୍ବିଧାନର 9ମ ଖଣ୍ଡ 7ମ ଅନୁଚ୍ଛେଦ କେନ୍ଦ୍ରୀୟ ସଂସଦ ରାଜ୍ୟ ବ୍ୟବସ୍ଥା ମଧ୍ୟରେ ଆଇନ ପ୍ରଣୟନ କ୍ଷମତା ବିଭାଜନ କରାଯାଇଛି। ଏହି 3 ଗୋଟି ତାଲିକା ପାଇଛି। କେନ୍ଦ୍ର ତାଲିକାରେ 69ଟି ବିଷୟ ରହିଛି। ଉପରେ ଆଇନ ପ୍ରଣୟନ କରିବାକୁ ଦାୟିତ୍ୱ କେନ୍ଦ୍ରୀୟ ସଂସଦକୁ ଦିଆଯାଇଛି। ଏହି ତାଲିକାରେ ପ୍ରତିରକ୍ଷା, ବୈଦେଶିକ ସମ୍ପର୍କ, ଡାକତାର, ମୁଦ୍ରା ବ୍ୟବସ୍ଥା, ଯୁଦ୍ଧ ଶାନ୍ତି ଆଦି ବିଷୟ ଅନ୍ତର୍ଭୁକ୍ତ। ଜରୁରୀ ଆବଶ୍ୟକତା ରହିଛି। ରାଜ୍ୟ ତାଲିକାଭୁକ୍ତରେ ସେମିତି 61ଟି ବିଷୟ ଆଇନ ପ୍ରଣୟନ ଦାୟିତ୍ୱ ବ୍ୟବସ୍ଥାପିକା ରହିଛି। କୃଷି ସ୍ୱାସ୍ଥ୍ୟ ତାର ଏକ୍ସାମ୍ପଲ ସବୁ। ଏହି ଆଞ୍ଚଳିକ ସ୍ୱାର୍ଥ ବିଷୟର ଦେଶ ସାରା ଏକ ପ୍ରକାର ଆଇନ ପ୍ରଣୟନ ଆବଶ୍ୟକତା ନାହିଁ। ତ ଏ ହେଲା। ତାପରେ ବିସ୍ଥାପନ ବିରୋଧୀ ଆନ୍ଦୋଳନ ଆଭିମୁଖ୍ୟ ଗୁରୁତ୍ୱପୂର୍ଣ୍ଣ କୋଶ୍ଚିନ୍ଟା। ଏଇଟା ସବୁ ଇମ୍ପୋର୍ଟାଣ୍ଟ ପିଲାମାନେ ସିଲେକ୍ସନ କୋଶ୍ଚିନ୍ରେ ସବୁ ଯାଉଛି ପିଲାମାନେ। ଏହି ଆଞ୍ଚଳିକତା ବିକାଶ କାରଣ କିଛି ନାହିଁ, ଯେକୌଣସି 7ଟା ଆରାମସେ କରିପାରିବ। ତାପରେ ଯୌତୁକ ବିରୋଧୀ ନାରୀ ଆନ୍ଦୋଳନ ପଢିଦବ କଣ ଆରାମସେ ତମେ ଲେଖିପାରିବ ଯୌତୁକ ବିରୋଧୀ। ତାପରେ ଦକ୍ଷିଣ ଏସିଆ ଆଞ୍ଚଳିକ ସହଯୋଗ ସାର୍କ ସମ୍ବନ୍ଧରେ। ତାପରେ ନିରାପତ୍ତା ପରିଷଦର ଗଠନ କାର୍ଯ୍ୟାବଳୀ। ତାପରେ ଦେଖିଲା ଆନ୍ତର୍ଜାତୀୟ ନ୍ୟାୟାଳୟ ସମ୍ବନ୍ଧରେ। ତାପରେ ପରମାଣୁ ଅପ୍ରସାରିତ ଏନପିଟି। ବ୍ୟାପକ ପରମାଣୁ ନିଷିଦ୍ଧ ସନ୍ଦେହ ବୈଶିଷ୍ଟ୍ୟ। ତାପରେ ଦକ୍ଷିଣ ପୂର୍ବ ଏସିଆନ ସେକ୍ଟର ଉପରେ ଗୁରୁତ୍ୱ। ତ ଏତିକି ଥିଲା ତମମାନଙ୍କର କଣ ନା ପଲିଟିକାଲ ସାଇନ୍ସ 80 ମାର୍କିଆ କ୍ୱେଶ୍ଚିନ୍। ଭିଡିଓଟି ଭଲ ଲାଗିଥିଲା ଲାଇକ୍ ସେୟାର ସବସ୍କ୍ରାଇବ କରିଦିଅ। ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ।